ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଭଳି ଏକ କଥାର ଖୁଲାସା କରିଛନ୍ତି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଭାରତରେ ଯେତେବେଳେ ପ୍ରଧାନମନ୍ତ୍ରୀ ଇଲେକ୍ସନ୍ ଚାଲିଥିଲା, ଯେତେବେଳେ ଆମର ଭାରତରେ ଇଲେକ୍ସନ୍ ଚାଲିଥିଲା ପ୍ରଧାନମନ୍ତ୍ରୀ ବାଛିବା ପାଇଁ, ସେତେବେଳେ ଆମେରିକାରେ ଯେଉଁ ପୂର୍ବତନ ରାଷ୍ଟ୍ରପତି ଥିଲେ ବାଇଡେନ୍, ସେ ଚାହୁଁନଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ। ତେଣୁ ସେ ଭାରତର ରାଜନୈତିକ କ୍ଷେତ୍ରରେ ହସ୍ତକ୍ଷେପ କରି ପାଖାପାଖି 182 କୋଟି ଟଙ୍କା ସେ ଭାରତରେ ଖର୍ଚ୍ଚ କରିଥିଲେ। ଆଉ ସେ ପଇସାର କେଉଁମାନଙ୍କୁ ଦେଇଥିଲେ ଆଉ କିଭଳି ଭାବରେ କେଉଁ ଜାଗାରେ ସେ ପଇସା ଖର୍ଚ୍ଚ ହୋଇଛି, ଏହାର ସମ୍ପୂର୍ଣ୍ଣ ଭାବରେ ତଦନ୍ତ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଦେଶ ଦେଇଛନ୍ତି। ଆଉ ଏ କଥା ମୁଁ କହୁନି, ଏ କଥା ଆମେରିକାର ଗୋଟେ ସଂସ୍ଥା, ଯିଏକି ଆମେରିକାର ସମ୍ପୂର୍ଣ୍ଣ ଭାବରେ ଅର୍ଥ କେଉଁ ଜାଗାରେ କେତେ ପରିମାଣର ଖର୍ଚ୍ଚ ହେଉଛି ଗୋଟେ ସଂସ୍ଥା ଏହାର ରିପୋର୍ଟ ରଖେ, ସେହି ସଂସ୍ଥା ଏ ରିପୋର୍ଟ ଦର୍ଶାଇଛନ୍ତି। ଆଉ ଶୁଣିଲେ ବଡ଼ ଆଶ୍ଚର୍ଯ୍ୟ ହେଉଛି, ଭାରତରେ କାହିଁକି ଆମେରିକା ଚାହୁଁଥିଲା କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ ହୁଅନ୍ତୁ, ଆଉ କେଇ ଜଣ ହୁଅନ୍ତୁ। ଆଉ କେଉଁମାନେ ଏଥିରେ ସମସ୍ତେ ସାମିଲ ଅଛନ୍ତି, ଡୋନାଲ୍ଡ ଟ୍ରମ୍ପ ସମ୍ପୂର୍ଣ୍ଣ ଭାବରେ ତଦନ୍ତ କରି ଏହାର ଖୁଲାସା କରିବେ ବୋଲି ନରେନ୍ଦ୍ର ମୋଦିକୁ କଥା ଦେଇଛନ୍ତି।